ସେ ତାଙ୍କର କାର୍ଯ୍ୟ ମଧ୍ୟ ବର୍ଣ୍ଣନା କରନ୍ତି। ପ୍ରଥମ ବିଷୟ ହେଲା ପବିତ୍ର ଆତ୍ମା ଇଟର୍ନାଲ ଅର୍ଥାତ୍ ଅନନ୍ତ, ତାଙ୍କର କୌଣସି ଅନ୍ତ ନାହିଁ। ଶୀଘ୍ର ଶୀଘ୍ର ପାଠ କରି ସାହାଯ୍ୟ କରିବେ। ଏବ୍ରିୟ ପତ୍ର ତାର 9 ଅଧ୍ୟାୟ 14। এইটি গোটিଏ ଶବ୍ଦ ଆପଣମାନେ ଦେଖିଥିବେ, ଚିରନ୍ତନ ଆତ୍ମାଙ୍କ ଦ୍ୱାରା। ଚିରନ୍ତନ ଏହା ହେଉଛି ଇଟର୍ନାଲ ଅର୍ଥାତ୍ ସେ ଅନନ୍ତ ଅଟନ୍ତି। ପବିତ୍ର ଆତ୍ମା ଈଶ୍ୱର ଅନନ୍ତ ଅଟନ୍ତି, ତାହାଙ୍କର ଶେଷ ନାହିଁ। ସେ ମଧ୍ୟ ଆଦି ଓ ଅନ୍ତ ହୋଇଗଣିତ ଅଟନ୍ତି। ପରମେଶ୍ୱରଙ୍କର ପବିତ୍ର ଆତ୍ମା ପରମେଶ୍ୱରଙ୍କ ବିଷୟରେ ତାଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ। ଦେଖିବା ପାଇଁ ଗଲେ ସେ ଆଦି ଓ ସେ ଅନ୍ତ ଅଟନ୍ତି। ଚିରନ୍ତନ ଆତ୍ମା ବୋଲି ଏ ସ୍ଥାନରେ ବର୍ଣ୍ଣନା କରାଯାଏ। ପବିତ୍ର ଆତ୍ମାଙ୍କର ନାମ ମାନଙ୍କ ମଧ୍ୟରୁ ଗୋଟିଏ ତାଙ୍କର ଆଟ୍ରିବ୍ୟୁଟ୍ସ ରହିଅଛି, ସେ ଅନନ୍ତ ଅଟନ୍ତି, ତାଙ୍କର କୌଣସି ଶେଷ ସୀମା ନାହିଁ। ଦ୍ୱିତୀୟ ବିଷୟ, ସେ ସର୍ବଦର୍ଶୀ ଅଟନ୍ତି, ସେ ସମସ୍ତ ବିଷୟ ଜାଣିବା ପରମେଶ୍ୱର ଅଟନ୍ତି। ହି ଇଜ ଓମନିସିଏଣ୍ଟ ବୋଲି ତାଙ୍କୁ କୁହାଯାଏ, ଯାହା ପ୍ରଥମ ପୁସ୍ତକ ତାର 2 ଅଧ୍ୟାୟ 10 ଏବଂ 11 ପାଠ କରନ୍ତୁ। ଶୀଘ୍ର ପ୍ରଥମ କରନ୍ତି 2:10। ସେ ସମସ୍ତ ଜାଣିବା ପରମେଶ୍ୱର ଅଟନ୍ତି, ତାଙ୍କଠାରେ କୌଣସି ବିଷୟ ଅଜଣା ନାହିଁ। ସେଥିପାଇଁ ସାଧୁ ପାଉଲ କରନ୍ଥ ମଣ୍ଡଳୀ ଲୋକମାନଙ୍କୁ କୁହନ୍ତି, ସେ ପବିତ୍ର ଆତ୍ମାଙ୍କ ବିଷୟରେ ସେ କୁହନ୍ତି, ସେ ସମସ୍ତ ବିଷୟ ଅନୁସନ୍ଧାନ କରନ୍ତି, ସମସ୍ତ ବିଷୟ ଜାଣନ୍ତି। ତେଣୁ ସେ ସର୍ବଜ୍ଞ ପରମେଶ୍ୱର ଅଟନ୍ତି ବା ସର୍ବଦର୍ଶୀ ପରମେଶ୍ୱର ଅଟନ୍ତି। ହି ନୋସ୍ ଏଭ୍ରିଥିଂ, ମାନେ ତାଙ୍କଠାରେ କୌଣସି ବିଷୟ ଗୁପ୍ତ ନାହିଁ। ଅର୍ଥାତ୍ ପରମେଶ୍ୱରଙ୍କ ସମ୍ମୁଖରେ ଯେ ପ୍ରକାର ଆମର ସମସ୍ତ ବିଷୟ ଅନାବୃତ, ପବିତ୍ର ଆତ୍ମାଙ୍କ ସମ୍ମୁଖରେ ହିଁ ସମସ୍ତ ଅନାବୃତ ଅଟେ। କୌଣସି ବିଷୟ ତାହାଙ୍କୁ ଲୁଚେଇ ରଖାଯାଇ ପାରିବ ନାହିଁ କିମ୍ବା ପବିତ୍ର ଆତ୍ମାଙ୍କ ସମ୍ମୁଖରେ କେହି ଘୋଡ଼େଇ ରଖିପାରିବେ ନାହିଁ। ଆପଣମାନେ ଜାଣିଥିବେ, ଅନନ୍ୟ ଏବଂ ସଫିରା ଯେତେବେଳେ ସେମାନେ ନିଜର ଭୂମିଖଣ୍ଡକ ବିକ୍ରୟ କଲେ, ପ୍ରେରିତମାନଙ୍କ ପାଦ ତଳକୁ ଆଣି ଯେତେବେଳେ ଥୋଇଲେ, ସେଥିରୁ କିଛି ଅଂଶ ସେମାନେ ଲୁଚେଇ ରଖିଥିଲେ, କିନ୍ତୁ ପବିତ୍ର ଆତ୍ମା ତାହା ଜାଣିଥିଲେ। ପବିତ୍ର ଆତ୍ମା ଜାଣିଥିଲେ, ଯେବେ ପର୍ଯ୍ୟନ୍ତ ତୁମେ ବିକ୍ରୟ କରିଥିଲ ସେ ସମସ୍ତ କିଛି ତୁମର ନଥିଲା, କିନ୍ତୁ ଏଇ ପ୍ରକାର ମନୋଭାବ କାହିଁକି ସେମାନେ ଆଣିଲେ, এই কথা ସେମାନଙ୍କୁ ପ୍ରଶ୍ନ ପଚରା ଯାଇଥିଲା। କାରଣ ପବିତ୍ର ଆତ୍ମା ସେ ଶିଷ୍ୟମାନଙ୍କୁ ଆଗରୁ ହିଁ ଜଣେଇ ସାରିଥିଲେ ଯେ ଯୋଉ ମୂଲ୍ୟ ଦେଇ ଅନନ୍ୟ ସଫିରା ସେମାନେ ବିକ୍ରୟ କରିଛନ୍ତି, ସେ ମୂଲ୍ୟର ସମସ୍ତ ଅର୍ଥ ସେମାନେ ପ୍ରଦାନ କରିନାହାନ୍ତି। କିଛି ସେମାନଙ୍କ ପାଇଁ ସେମାନେ ଲୁଚେଇକି ରଖିଛନ୍ତି। ପବିତ୍ର ଆତ୍ମା ଜାଣିଥିଲେ। ଅର୍ଥାତ୍ ପବିତ୍ର ଆତ୍ମା ଈଶ୍ୱର ତାଙ୍କ ଦୃଷ୍ଟିରେ କୌଣସି ବିଷୟ ମୁକ୍ତ ହୋଇ ରହିପାରିବ ନାହିଁ। ସେ ସମସ୍ତ ବିଷୟ ଜାଣନ୍ତି। ମନୁଷ୍ୟର ଆତ୍ମା ବିଷୟ ସ୍ଥାନ ଲେଖାଯାଏ, ତା ବିଷୟରେ ଯେ ପ୍ରକାର ଜାଣେ, ଈଶ୍ୱରଙ୍କର ବିଷୟ ସବୁ ଆତ୍ମାଙ୍କ ବିନା ଆଉ କିଏ ଜାଣିପାରେ। ଅର୍ଥାତ୍ ପବିତ୍ର ଆତ୍ମା ଈଶ୍ୱରଙ୍କର ସମସ୍ତ ଗୁପ୍ତ ବିଷୟ ମଧ୍ୟ ସେ ଜାଣନ୍ତି, ଯେହେତୁ ସେ ସର୍ବଦର୍ଶୀ ଅଟନ୍ତି ବା ସର୍ବଜ୍ଞ ପରମେଶ୍ୱର ଅଟନ୍ତି। ତୃତୀୟ ତାଙ୍କର ନାମ ଆସେ ଓମନିପ୍ରେଜେଣ୍ଟ। କହିବା ପାଇଁ ଗଲେ ସର୍ବ ବ୍ୟାପୀ ପରମେଶ୍ୱର ଅଟନ୍ତି। ସେ ସବୁ ସ୍ଥାନରେ ରହିବା ପରମେଶ୍ୱର ଅଟନ୍ତି। କେବଳ ପ୍ରଭୁ ଶ୍ରୀକୃଷ୍ଣ କିମ୍ବା ଈଶ୍ୱର ଯେ ସର୍ବସ୍ଥାନରେ ବିଦ୍ୟମାନ ତାହା ନୁହଁ, ପବିତ୍ର ଆତ୍ମା ଈଶ୍ୱର ମଧ୍ୟ ସବୁ ସ୍ଥାନରେ ବିଦ୍ୟମାନ ରୁହନ୍ତି। ତେଣୁ 149 ଗୀତ ତାର 7-8 ପଦରେ ତୁମ ଆତ୍ମା ଠାରୁ କେଉଁଠାକୁ ପଳାଇବ ବୋଲି ଗୀତର ପ୍ରକାଶ କରନ୍ତି। 149:7 ଗୀତ ଶୁଣିବା।
ধন্যবাদ। ଆମେ ଏଠାରେ ଷଷ୍ଠ ଭାବରେ ଜାଣିପାରୁଛୁ ପବିତ୍ର ଆତ୍ମା ଈଶ୍ୱର ସେ ସର୍ବବ୍ୟାପୀ ଅଟନ୍ତି, ଅର୍ଥାତ୍ ସବୁ ଜାଗାରେ ସେ ରହିପାରିବେ। ପିତା ଈଶ୍ୱର ମଧ୍ୟ ଏକାକାଳୀନ ଏକ ସମୟରେ ସବୁ ସ୍ଥାନରେ ସେ ବିଦ୍ୟମାନ ହୁଅନ୍ତି, ଅର୍ଥାତ୍ ସେ କୌଣସି ଶୟତାନ କରି ନୁହନ୍ତି। ଶୟତାନ କହିଲେ ଆଜି ଏଇଠି ଅଛି, କିଛି କ୍ଷଣ ପରେ ଆଉ ଗୋଟେ ଜାଗାରେ ସେ ଥାଇପାରିବ, କିନ୍ତୁ ସବୁ ଜାଗାରେ ସେ ଏକା ସମୟରେ ରହିପାରିବ ନାହିଁ। ସେ ଗୋଟିଏ ଜାଗାରୁ ଆଉ ଗୋଟେ ଜାଗାକୁ ଯିବା ପାଇଁ ତାକୁ ସମୟ ଲାଗେ। କିନ୍ତୁ ପରମେଶ୍ୱର ସର୍ବବ୍ୟାପୀ କହିଲେ ବର୍ତ୍ତମାନ ଯଦି ସ୍ଥାନରେ ଅଛନ୍ତି, ସେ ତାଲାସିରେ ମଧ୍ୟ ଅଛନ୍ତି, ସେ କାମୁଟାରେ ବି ଅଛନ୍ତି, କିମ୍ବା ସେ ଦୁବାଇରେ ବି ଅଛନ୍ତି, ଆମେରିକାରେ ବି ଅଛନ୍ତି, କିମ୍ବା ଯେକୌଣସି ସ୍ଥାନରେ ହେଲେ ମଧ୍ୟ ଯେକୌଣସି ସ୍ଥାନରେ ତାଙ୍କ ନାମରେ ଲୋକେ ଏକତ୍ର ଅଛନ୍ତି, ଯେଉଁ ପରିସ୍ଥିତି ହେଲେ ବି ଯେକୌଣସି ସ୍ଥାନ ହେଲେ ବି ସବୁ ଜାଗାରେ ପରମେଶ୍ୱର ବିଦ୍ୟମାନ ରୁହନ୍ତି। ସେ ସମସ୍ତ ଜାଗାରେ କୁହନ୍ତି, ମୁଁ ତୁମ ଆତ୍ମାଠାରୁ କେଉଁଠାକୁ ପଳାଇବି କହିବା ପାଇଁ ଗଲେ ସେ ଯେଉଁ ସ୍ଥାନକୁ ଗଲେ ବି ଯେଉଁ ସମୟରେ ଗଲେ ବି ସେ ସ୍ଥାନରେ ଅଛନ୍ତି। ସେଇଆ ହଉଛି omnipresence। କହିବା ପାଇଁ ଗଲେ ସେଇଟା ହଉଛି ସର୍ବବ୍ୟାପୀ, ସମସ୍ତ ସ୍ଥାନରେ ରହିବା। କେବଳ ପିତା ଈଶ୍ୱର, ପବିତ୍ର ଆତ୍ମା ଈଶ୍ୱର ଏବଂ ପୁତ୍ର ଈଶ୍ୱରଙ୍କ ଠାରେ ସେଇ ସକ୍ଷମ ରହିଅଛି ଯେ ସେମାନେ ସବୁ ଜାଗାରେ ଏକା ସମୟରେ ବିଦ୍ୟମାନ ରହିପାରିବେ। ସେମାନେ ସମସ୍ତ ସ୍ଥାନରେ ସବୁ ଜାଗାରେ ଏକାକାଳୀନ ଭାବରେ ସେମାନଙ୍କର ଉପସ୍ଥିତି ରହିବା, ତାହା ଧର୍ମଶାସ୍ତ୍ର ଗୀତ ସଂଗୀତ ପ୍ରକାଶ କରେ ଯେ ଯେକୌଣସି ସମୟରେ ଯେକୌଣସି ସ୍ଥାନକୁ ଗଲେ ମଧ୍ୟ ଈଶ୍ୱରଙ୍କର ଆତ୍ମା ଠାରୁ ସେ କେବେ ଲୁଚି ରହିପାରିବେ ନାହିଁ, କାରଣ ସବୁ ଜାଗାରେ ସେ ଅଛନ୍ତି। ଆଉ ଗୋଟେ ଆତ୍ମାଙ୍କର ନାମ ମାନଙ୍କ ମଧ୍ୟରୁ ଆଉ ଗୋଟେ ରହିଲା, ତାଙ୍କର ଆମେ ସେ omnipotent ଅର୍ଥାତ୍ ସେ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ପବିତ୍ର ଆତ୍ମା ଈଶ୍ୱର ମଧ୍ୟ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି, ଯାହା ଆଦି ପୁସ୍ତକ 1 ଅଧ୍ୟାୟର 2 ପଦରେ ବର୍ଣ୍ଣନା କରାଯାଏ ଯେ ସେ ସମସ୍ତ କାର୍ଯ୍ୟ ସାଧନ କରିବା ପାଇଁ ତାଙ୍କଠାରେ ସକ୍ଷମ ରହିଅଛି। ଟିକେ ଈଶ୍ୱରଙ୍କ ଆତ୍ମା ସେ ସ୍ଥାନରେ ବ୍ୟାପ୍ତ ରହିଥିଲେ, କାରଣ ସେ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ସମସ୍ତ କାର୍ଯ୍ୟ ସାଧନ କରିବା ପାଇଁ ସେ ସକ୍ଷମ ରଖିଛନ୍ତି। ତେଣୁ ଯେଉଁ ସମସ୍ତ ସୃଷ୍ଟି କରାଯାଇଥିଲା ସେ ସମସ୍ତ ସୃଷ୍ଟି କାର୍ଯ୍ୟ ମଧ୍ୟରେ ପିତା ଈଶ୍ୱରଙ୍କର ଯେତିକି ଭୂମିକା ଥିଲା, ପୁତ୍ର ଈଶ୍ୱରଙ୍କର ଯେତିକି ଭୂମିକା ଥିଲା, ପବିତ୍ର ଆତ୍ମା ଈଶ୍ୱରଙ୍କର ମଧ୍ୟ ସେତିକି ଭୂମିକା ଥିଲା। ଅର୍ଥାତ୍ ପବିତ୍ର ଆତ୍ମା ଈଶ୍ୱର ମଧ୍ୟ ସର୍ବଶକ୍ତିମାନ ଅଟନ୍ତି। ସେ ନଥିବା ସ୍ଥାନରେ ସେ ଗୋଟେ ଥିବା ବସ୍ତୁ, ନଥିବା ବସ୍ତୁକୁ ଥିବା ବସ୍ତୁ ଭାବରେ ସେ କରିପାରନ୍ତି। ଅର୍ଥାତ୍ ସେ କୌଣସି ବିଷୟ ନଥିଲେ ମଧ୍ୟ ଉତ୍ପନ୍ନ କରିବାର କ୍ଷମତା ତାଙ୍କର ରହିଅଛି, କାରଣ ସେ ମଧ୍ୟ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ଏହା ଧର୍ମଶାସ୍ତ୍ର ପ୍ରକାଶ କରେ ଯେ ସେ ଜଳ ଉପରେ ବ୍ୟାପ୍ତ ଥିଲେ। ସୃଷ୍ଟିର ପ୍ରାରମ୍ଭ ସମୟ କଥା ବ୍ୟାଖ୍ୟା କରାଯାଏ ଯେ ପବିତ୍ର ଆତ୍ମା ସେ ସମୟରେ ମଧ୍ୟ ତାଙ୍କର କର୍ତ୍ତବ୍ୟ ରହୁଥିଲା। ତେଣୁ ସେ ମଧ୍ୟ ସର୍ବଶକ୍ତିମାନ ବ୍ୟକ୍ତି ଅଟନ୍ତି, ଏହା ଧର୍ମଶାସ୍ତ୍ର ପ୍ରକାଶ କରାଯାଏ। ଏବଂ ପବିତ୍ର ଆତ୍ମା ଜଣେ ପବିତ୍ର ବୋଲି ଗଣିତ ଅଟନ୍ତି, ଅର୍ଥାତ୍ ସେ ହୋଲି ଅଟନ୍ତି। ସେ କମ୍ପ୍ଲିଟଲି ପିଓର, ନିଷ୍କଳଙ୍କ ଏବଂ ନିର୍ଦାଗ, ପାପ ଶୂନ୍ୟ ତାହାଙ୍କଠାରେ ରହିଅଛି। ଅନ୍ୟମାନଙ୍କ ତୁଳନାରେ, କାରଣ ପାପ ଅନ୍ୟମାନଙ୍କୁ ତ ଆକର୍ଷଣ କରିପାରେ, କିନ୍ତୁ ପବିତ୍ର ଆତ୍ମାକୁ କେବେ ହେଲେ ଆକର୍ଷଣ କରିପାରିବ ନାହିଁ, କାରଣ ସେ ସମ୍ପୂର୍ଣ୍ଣ ଭାବରେ ପବିତ୍ର ଅଟନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ପରିଶୁଦ୍ଧ ଅଟନ୍ତି। ରୋମୀୟ ପତ୍ର ତାର 1 ଅଧ୍ୟାୟ 4 ପଦ ଯେ ପବିତ୍ର ଆତ୍ମାକୁ ଆକ୍ରମଣ ମଧ୍ୟରେ ସେ ହିଁ ପବିତ୍ର ବ୍ୟକ୍ତି ଅଟନ୍ତି, ଏହା ବର୍ଣ୍ଣନା କରାଯାଏ। तीन चार कारण गोटे शक्ति बोली वर्णना करा इंग्रजी बाइबल स्पिरिट
অর্থাৎ সে জনে পবিত্র ব্যক্তি বলি গণনা করা যায়। যে প্রভু শ্রীকৃষ্ণ যে প্রকার পবিত্র অটନ୍ତି, ନିର୍ଡ଼ାକ ନିଷ୍କଳଙ୍କ ବ୍ୟକ୍ତି ଅଟନ୍ତି, ଠିକ୍ ସେହି ପ୍ରକାର ପବିତ୍ର ଆତ୍ମାଙ୍କ ସମ୍ବନ୍ଧରେ ଯାହା ପ୍ରକାଶ କରାଯାଏ ତାହାଙ୍କର ପବିତ୍ରତା ବିଷୟକୁ ମଧ୍ୟ ବର୍ଣ୍ଣନା କରାଯାଏ। ଆଉ ସେ ଗୋଟେ ହେଉଛନ୍ତି ଆଉ ସତ୍ୟ ବ୍ୟକ୍ତି ବିଶେଷ ଅଟନ୍ତି। ପବିତ୍ର ଆତ୍ମା ତାଙ୍କର ସମସ୍ତ କାର୍ଯ୍ୟ ସତ୍ୟ ଅଟେ ଏବଂ ସତ୍ୟତାରେ ସମସ୍ତ କାର୍ଯ୍ୟ ସେ ସାଧନ କରିଥାନ୍ତି ଏବଂ ସତ୍ୟ ପଥରେ ଲୋକମାନଙ୍କୁ ସେ ଗଢ଼େଇବା ପାଇଁ ଚେଷ୍ଟା କରିବେ। ତାଙ୍କ ପଥ ଅବଲମ୍ବନ କରି କେହି ମଧ୍ୟ ଭ୍ରମିତ ହେବେ ନାହିଁ, କାରଣ ସେ ସତ୍ୟ ମାର୍ଗରେ ହିଁ କଢ଼ାଇ ଦେବା ପରମେଶ୍ୱର ଅଟନ୍ତି। ଆଉ ସେ ଯେଉଁମାନଙ୍କ ପଥ ପ୍ରଦର୍ଶନ କରିବେ ସତ୍ୟତାରେ ସେମାନଙ୍କର ପଥ ପ୍ରଦର୍ଶନ କରିବେ। ଜହନ ଲିଖିତ ସୁସମାଚାର ତାର 16 ଅଧ୍ୟାୟ 13 ପଦ। ସତ୍ୟମୟ ଆତ୍ମା ଯେତେବେଳେ ସେ ଆସିବେ ସେ ପଥ ପ୍ରଦର୍ଶନ କରିବେ। ମନୁଷ୍ୟମାନଙ୍କ ଆଗରେ ଅନେକ ପଥ ରହିଥାଏ। ଯୁବାମାନଙ୍କର ପଥକୁ ପରିଷ୍କାର କରିବା ପାଇଁ କୁହାଯାଏ। ଅଳିଆ ଆବର୍ଜନା ନିଶ୍ଚିତ ଭାବରେ ନଥିଲେ ପରିଷ୍କାର ଶବ୍ଦ ଆସିବ ନାହିଁ। ଆମର ଅନେକ ପଥ ରହିଅଛି, ଆମର ଅନେକ ଭାବନା ରହିଅଛି, ଆମର ଅନେକ ଗମନ ବିଷୟ ରହିଅଛି, କିନ୍ତୁ ସତ୍ୟ ପଥରେ ଗମନ କରାଇବାର କାର୍ଯ୍ୟ କେବଳ ପବିତ୍ର ଆତ୍ମା ଈଶ୍ୱରଙ୍କ ଠାରେ ରହିଅଛି। ତେଣୁ ପବିତ୍ର ଆତ୍ମା ଈଶ୍ୱର ସେ ସତ୍ୟକୁ ଭଲ ପାଆନ୍ତି ଏବଂ ସତ୍ୟ ପଥରେ ହିଁ ସେ ପଠାଇ ଦେବେ ଏବଂ ସତ୍ୟ ପଥରେ ହିଁ ପ୍ରବେଶ କରାଇବେ। ତେଣୁ ସେ ସତ୍ୟ ଅଟନ୍ତି। ପରମେଶ୍ୱର ଯେ ପ୍ରକାର ସତ୍ୟ ଅଟନ୍ତି, ପ୍ରଭୁ ଶ୍ରୀକୃଷ୍ଣ ଯେ ପ୍ରକାର ସତ୍ୟ ଅଟନ୍ତି, ପବିତ୍ର ଆତ୍ମା ଈଶ୍ୱର ମଧ୍ୟ ସତ୍ୟ ଅଟନ୍ତି। ସେ ଭ୍ରମିତ ବ୍ୟକ୍ତି ନୁହନ୍ତି, ସେ ସତ୍ୟ ଅଟନ୍ତି ଏବଂ ସେ ସତ୍ୟ ପଥରେ ହିଁ ସମସ୍ତଙ୍କୁ କଢ଼ାଇ ଦିଅନ୍ତି। ଏବଂ ପବିତ୍ର ଆତ୍ମା ଈଶ୍ୱରଙ୍କୁ ମଧ୍ୟ ଆଉ ଲାଇଫ ଗିଭିଂ କରି କୁହାଯାଏ ବା ସେ ଆଧ୍ୟାତ୍ମିକ ଅନନ୍ତ ଜୀବନକୁ ସେ ପ୍ରଦାନ କରନ୍ତି। ସେ ଆତ୍ମିକ ଅନନ୍ତ ଜୀବନକୁ ସେ ପ୍ରଦାନ କରିବାର କାର୍ଯ୍ୟ ସେ କରନ୍ତି। ରୋମୀୟ ପତ୍ର ତାର 8 ଅଧ୍ୟାୟର 2 ପଦ। পবিত্র আত্মা সে মধ্য জীবনদায়ক অটନ୍ତି, অর্থাৎ he gives the true life to the people। ଲୋକମାନଙ୍କୁ ଜୀବନ ଦେବାର କାର୍ଯ୍ୟକ୍ରମ ତାଙ୍କର ରହିଅଛି। ସେଥିପାଇଁ ବାକ୍ୟ ସ୍ଥାନରେ ପ୍ରକାଶ କରେ ଜୀବନଦାୟକ ଆତ୍ମା। ପିତା ଈଶ୍ୱର ଜୀବନ ପ୍ରଦାନକାରୀ ଅଟନ୍ତି, ପୁତ୍ର ଈଶ୍ୱର ଜୀବନ ପ୍ରଦାନକାରୀ ଅଟନ୍ତି, କାରଣ ସେମାନେ ମୃତ ବ୍ୟକ୍ତିକୁ ପୁନର୍ଜୀବିତ କରିବାର କ୍ଷମତା ରଖିବା କାର୍ଯ୍ୟ ସେମାନେ କରନ୍ତି। କାରଣ ଆପଣମାନେ ଜାଣନ୍ତି ସମସ୍ତେ ପୁରାତନ ନିୟମରେ ଆଉ ଯେତେବେଳେ ମରିଯାଇଥିବା ପୁଅକୁ ଉଠେଇବା ବିଷୟ ଆପଣମାନେ ଜାଣିଛନ୍ତି। ଏଲିଶା ଗେହାଜି ସେ ଷ୍ଟୋରି ସବୁ କହିବା ଦରକାର ନାହିଁ, ସେ ଆପଣ ସମସ୍ତେ ଭଲ ଭାବରେ ଜାଣନ୍ତି। ମରିଯାଇଥିବା ବ୍ୟକ୍ତି ମଧ୍ୟ ପୁନର୍ଜୀବିତ ହେବାର ସକ୍ଷମ କରିଥାଏ। ତା ପରମେଶ୍ୱରଙ୍କର କାର୍ଯ୍ୟ ଥିଲା। ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ମୃତ ବ୍ୟକ୍ତିକୁ ପୁନରୁଦ୍ଧାର କରିବାର କାର୍ଯ୍ୟ ଆପଣମାନେ ଯାଏ କନ୍ୟା ହଉ କିମ୍ବା ବିଧବାର ପୁତ୍ର ହଉ କିମ୍ବା ରାଜା ହଉ ସେମାନଙ୍କୁ ପୁନର୍ଜୀବିତ କରିବାର କ୍ଷମତା ଥିଲା। ପବିତ୍ର ଆତ୍ମା ଈଶ୍ୱରଙ୍କ ମଧ୍ୟ କ୍ଷମତା ରହିଅଛି। ସେ ଜୀବନଦାୟକ ଆତ୍ମା ଅଟନ୍ତି। ତେଣୁ ପବିତ୍ର ଆତ୍ମା ଈଶ୍ୱର ଜଣେ ବ୍ୟକ୍ତିତ୍ୱ ଧାରଣକାରୀ ବ୍ୟକ୍ତି ଅଟନ୍ତି। ସେ କୌଣସି ଶକ୍ତିରେ ସୀମିତ ନୁହନ୍ତି, ସେ କୌଣସି ଶକ୍ତିରେ ସୀମିତ ନୁହନ୍ତି, ସେ ଶକ୍ତି ପ୍ରଦାନକାରୀ ବ୍ୟକ୍ତି ଅଟନ୍ତି। ଯେଉଁ ପ୍ରକାର ଗୋଟେ ସ୍ୱତନ୍ତ୍ର କାର୍ଯ୍ୟ ଈଶ୍ୱରଙ୍କର ରହିଅଛି, ଯେଉଁ ପ୍ରକାର ଗୋଟେ ସ୍ୱତନ୍ତ୍ର କାର୍ଯ୍ୟ ପୁତ୍ର ଯୀଶୁଖ୍ରୀଷ୍ଟଙ୍କର ରହିଅଛି, ସେହି ପ୍ରକାର ଗୋଟେ ସ୍ୱତନ୍ତ୍ର କାର୍ଯ୍ୟ ତାଙ୍କ ଦ୍ୱାରା ସାଧିତ ହେଉଅଛି। ଏ ମଣ୍ଡଳ ଯୁଗରେ ସେ ସମସ୍ତ କାର୍ଯ୍ୟ ସେ ସାଧନ କରୁଛନ୍ତି। ତେଣୁ ତାଙ୍କର ସମସ୍ତ ଆଟ୍ରିବ୍ୟୁଟ୍ ସମୂହ ରହିଅଛି। ତାଙ୍କର ସେ ଆଟ୍ରିବ୍ୟୁଟ୍ସରେ ତାଙ୍କର କାର୍ଯ୍ୟ ଗୁଡ଼ାକ ରହିଅଛି। ତାଙ୍କ ନାମ ଅନୁସାରେ ତାଙ୍କର କ୍ଷମତା ସମୂହକୁ ମଧ୍ୟ ବର୍ଣ୍ଣନା କରାଯାଏ। ଆଉ ମଧ୍ୟ ତାଙ୍କର ବ୍ୟକ୍ତିତ୍ୱ ବିଷୟ ମଧ୍ୟ ରହିଅଛି ଯେ ସେ ତାଙ୍କର ଗୋଟିଏ ମନ ଅଛି। ଅର୍ଥାତ୍ ଯଦି ଜଣେ ବ୍ୟକ୍ତି ହିସାବରେ ଯଦି ଆପଣମାନେ ପବିତ୍ର ଆତ୍ମାକୁ ଦେଖିବା ପାଇଁ ଚାହାନ୍ତି, ସେ ତାଙ୍କର ମଧ୍ୟ ମନ ରହିଅଛି। ହି ନୋସ୍ ଏଭ୍ରିଥିଙ୍ଗ, ସମସ୍ତ ବିଷୟ ଜାଣନ୍ତି, ସେ ସମସ୍ତ ବିଷୟ ଜାଣିଥାନ୍ତି।
କାରଣ ତାଙ୍କର ମନ ରହିଅଛି। ଦେଉଳପତ୍ର ତାର 8 ଅଧ୍ୟାୟର 27 ପଦରେ ସାଧୁ ପାଦ ତାହା ପ୍ରକାଶ କରନ୍ତି। ଧନ୍ୟବାଦ। ଆପଣମାନେ ସାରା ଦେଖୁଛନ୍ତି ଆତ୍ମା ଜାଣିପାରୁଥିବା ବ୍ୟକ୍ତି ଅଟନ୍ତି। ତାଙ୍କର କୌଣସି ବିଷୟ ଗୁପ୍ତ ରହି ସମସ୍ତ ବିଷୟ ହିଁ ସେ ଜାଣିବା ପରମେଶ୍ୱର ଅଟନ୍ତି। ସେଥିପାଇଁ ଏ ସ୍ଥାନରେ ସାଧୁ ପାଉଲ ସମସ୍ତ ବିଷୟ ସେ ଜାଣନ୍ତି ଯେ ଅନୁସନ୍ଧାନ କରିବାର କ୍ଷମତା ମଧ୍ୟ ଅଛି। ତାଙ୍କର ଭାବ ବିଚାର କରିବାର କ୍ଷମତା ମଧ୍ୟ ରହିଅଛି। ସେ ସମସ୍ତ ବିଷୟ ଜାଣିପାରନ୍ତି। ତେଣୁ ଜଣେ ମାନବର ଯେ ପ୍ରକାର ମନ ରହିଅଛି, ଜଣେ ମାନବର ଯେ ପ୍ରକାର ଭାବନା ରହିଅଛି, ଜଣେ ମାନବର ଯେ ପ୍ରକାର କାର୍ଯ୍ୟ କରିବାର ଚିନ୍ତା ଶକ୍ତି ରହିଅଛି, ପବିତ୍ର ଆତ୍ମା ଈଶ୍ୱର ମଧ୍ୟ ସେ ସମସ୍ତ ଗୁଣ ରହିଅଛି। ତେଣୁ ସେ ଅନୁସନ୍ଧାନକାରୀ ଅଟନ୍ତି। ଆତ୍ମାଙ୍କ ଭାବ ରଖିଥିବା ବ୍ୟକ୍ତି ଅଟନ୍ତି। ସେ ହୃଦୟକୁ ଅନୁସନ୍ଧାନ କରନ୍ତି, ଲୋକଙ୍କର ଭାବ ଜାଣିପାରନ୍ତି। ଯେହେତୁ ମାନବର ଯେ ପ୍ରକାର ମନ ରହିଅଛି, ପବିତ୍ର ଆତ୍ମା ଈଶ୍ୱରଙ୍କର ମଧ୍ୟ ମନ ରହିଅଛି। ଆଉ ସେ ସମସ୍ତ ବିଷୟ ଜାଣିପାରନ୍ତି, ସମସ୍ତ ବିଷୟ ବୁଝିପାରନ୍ତି ଏବଂ ସେ ଚିନ୍ତା ମଧ୍ୟ କରିପାରନ୍ତି। ପବିତ୍ର ଆତ୍ମା ଈଶ୍ୱର ଚିନ୍ତା ମଧ୍ୟ କରିପାରନ୍ତି। ସେ ସମସ୍ତ ବିଷୟ ବୁଝିପାରନ୍ତି, ସେ ଅନୁସନ୍ଧାନ କରିପାରନ୍ତି। କାରଣ ତାଙ୍କର ଗୋଟେ ବ୍ୟକ୍ତିତ୍ୱ ରହିଅଛି। ଗୋଟେ ବ୍ୟକ୍ତି ତାର ବ୍ୟକ୍ତିତ୍ୱ ରହିଥାଏ, ତାର କାର୍ଯ୍ୟ କରିବାର କ୍ଷମତା ରହିଥାଏ, ତାର କୌଶଳ ରହିଥାଏ, ତାର ଭାବ ପ୍ରବଣତା ରହିଥାଏ। ଏ ସମସ୍ତ ବିଷୟ ପବିତ୍ର ଆତ୍ମାଙ୍କ ଠାରେ ମଧ୍ୟ ରହିଅଛି। କାରଣ ତାଙ୍କର ଗୋଟେ ମନ ଅଛି। ତାଙ୍କର ଶାସ୍ତ୍ର ପ୍ରକାଶ କରେ ତାଙ୍କର ମଧ୍ୟ ଗୋଟେ ଇମୋସନ ରହିଅଛି, ଭାବ ପ୍ରବଣତା ତାଙ୍କର ମଧ୍ୟ ରହିଅଛି। ମାନେ ଭାବିବାର, ଚିନ୍ତା କରିବାର, ଦୁଃଖ ପ୍ରକାଶ କରିବାର ଏ ସମସ୍ତ ବିଷୟ ତାଙ୍କର ଅଛି। ଅର୍ଥାତ୍ ପବିତ୍ର ଆତ୍ମା ଈଶ୍ୱର ମଧ୍ୟ ଦୁଃଖ କରନ୍ତି। ଫିଲିଂସ୍ ଆମେ ଯଦି ମାନବ ମାନେ ଯେ ପ୍ରକାର ଗୋଟେ ପରିସ୍ଥିତିରେ ଦୁଃଖ କରିଥାଉ, ଆନନ୍ଦ କରିଥାଉ, ଯୋଉ ପ୍ରକାର ଆମର ଜୀବନରେ କାର୍ଯ୍ୟ କରେ, ଆମର ଇମୋସନ୍ସ ରହିଅଛି, ଠିକ୍ ସେ ପ୍ରକାର ପବିତ୍ର ଆତ୍ମା ମଧ୍ୟ ସେହି ପ୍ରକାର ସେ ଇମୋସନ୍ସ ରଖନ୍ତି। ଯାହା ଏଫେସ ପୁସ୍ତକ ତାର 4 ଅଧ୍ୟାୟ 30 ପଦରେ ବର୍ଣ୍ଣନା କରାଯାଏ। ଆତ୍ମାକୁ ଦୁଃଖ ଦିଅ ନାହିଁ। ଟିକେ ପଢ଼ିବେ। যদি ଗୋଟେ ଶକ୍ତି ହେଇଥିଲେ ସେ ଶକ୍ତିର ଇମୋସନ ନଥାନ୍ତା, ଶକ୍ତିର ଇମୋସନ ନଥାନ୍ତା। ବ୍ୟକ୍ତି ହେଇଥିବାରୁ ସେ ଦୁଃଖ ମଧ୍ୟ କରିପାରନ୍ତି। ତେଣୁ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ବ୍ୟକ୍ତିମାନଙ୍କୁ ଗୋଟେ ଅନୁରୋଧ କରାଯାଉଅଛି ଯେ ସେମାନେ ପବିତ୍ର ଆତ୍ମାକୁ ଦୁଃଖ ଦେବେ ନାହିଁ। କାରଣ ପବିତ୍ର ଆତ୍ମା ଦୁଃଖ ମଧ୍ୟ କରିପାରନ୍ତି। ପଶୁପକ୍ଷୀ ଦୁଃଖ କରୁଛନ୍ତି କି ନାହିଁ ଆମେ ଜାଣିପାରିବା ନାହିଁ, କିନ୍ତୁ ପବିତ୍ର ଆତ୍ମା ଦୁଃଖ ପ୍ରକାଶ କରନ୍ତି। ଯଦି କୌଣସି ବିଷୟ ହେଲେ ସେ ଦୁଃଖିତ ହୁଅନ୍ତି। ତେଣୁ ତାଙ୍କର ଗୋଟେ ଇମୋସନ ରହିଥିବାରୁ ସେ ବ୍ୟକ୍ତି ଅଟନ୍ତି ବୋଲି ଆମେ ଜାଣିପାରୁଅଛୁ। ତାଙ୍କର ମଧ୍ୟ ଇଚ୍ଛା ଶକ୍ତି ମଧ୍ୟ ରହିଅଛି। ତାପରେ ସେ କୌଣସି କୌଣସି କାର୍ଯ୍ୟକୁ ନିଷ୍ପତ୍ତି ନେଇପାରନ୍ତି। ପବିତ୍ର ଆତ୍ମା ଈଶ୍ୱର ମଧ୍ୟ ନିଷ୍ପତ୍ତି ନେବା ଲୋକ ଅଟନ୍ତି। ଆମର ଜୀବନ ପାଇଁ ସେ ନିଷ୍ପତ୍ତି ମଧ୍ୟ ନେଇପାରିବେ। ଯେହେତୁ ସେ କରନ୍ତି ପୁସ୍ତକ ପ୍ରଥମ କରନ୍ତି 12 ଅଧ୍ୟାୟ 11 ତାଙ୍କର ଗୋଟେ ଇଚ୍ଛା ଅଛି ଯେ he can make decision to whom what he can give। ସେ କାହାକୁ କଣ ଦେବା ପାଇଁ ଚାହିଁବେ ସେ ନିଷ୍ପତ୍ତି ନେଇପାରିବେ। ଅର୍ଥାତ୍ ଡିସିସନ ମେକିଂ ପାୱାର ପବିତ୍ର ଆତ୍ମାଙ୍କର ଅଛି। ତେଣୁ ସେ ଜଣେ ବ୍ୟକ୍ତି ଅଟନ୍ତି। ଏହା ମାନେ ସମ୍ପୂର୍ଣ୍ଣ ଭାବରେ ହୃଦବୋଧ କରିବା ଦରକାର। ସେ କୌଣସି ସୀମିତ ଶକ୍ତି ନୁହନ୍ତି। ସେ ଜଣେ ବ୍ୟକ୍ତି ଅଟନ୍ତି ଏବଂ ଶକ୍ତି ଅନ୍ୟମାନଙ୍କୁ ସେ ପ୍ରଦାନ କରନ୍ତି। ପବିତ୍ର ଆତ୍ମା ଆସିଗଲେ ସେ ଆସିଗଲେ ବୋଲି ନୁହଁ, ତାଙ୍କର ଶକ୍ତି ସେ ଦିଅନ୍ତି। ସେ ନିଜେ ଭିତରେ ପଶିବାଟା ନୁହଁ, କାରଣ ସେ ବ୍ୟକ୍ତି ଅଟନ୍ତି। ସେ ଆମମାନଙ୍କ ସହିତରେ ରୁହନ୍ତି, ଆମମାନଙ୍କର ଗାଇଡଲାଇନ୍ସ ଅଟନ୍ତି। ତାଙ୍କର ଫଳ ନଅଟି ଅଛି, ତାଙ୍କର ଦାନ ନଅଟି ଅଛି। ସେ କାହାକୁ କୋଉ ହିସାବରେ ଦେବେ ତାଙ୍କ ହିସାବରେ ସେ ଦିଅନ୍ତି। ସେ ଯଦି ମୋତେ ଭବିଷ୍ୟତବାଣୀ କରିବା ପାଇଁ ଦେବେ, ଭବିଷ୍ୟତବାଣୀ ମୁଁ କରିପାରିବି। ନିଜ ଇଚ୍ଛାରେ ନୁହଁ, ତାଙ୍କ ଇଚ୍ଛାରେ ସେ ଆମମାନଙ୍କୁ ପ୍ରଦାନ
ସେ ନିଜେ ନିଷ୍ପତ୍ତି ନେଇପାରିବେ ତାଙ୍କ ଦ୍ୱାରା ପ୍ରଦତ୍ତ ହେଉଥିବା ସମସ୍ତ ଆତ୍ମିକ ଦାନ କାହାକୁ କେଉଁ ଦାନ ଦେବା ପାଇଁ ହେବ ତାହା ସେ ନିଜେ ନିଷ୍ପତ୍ତି ଦେବେ। ତେଣୁ ସେ ଜଣେ ବ୍ୟକ୍ତି ଅଟନ୍ତି ବୋଲି ଆମେ ଜାଣିପାରିବା। ସେ କେବଳ ଶକ୍ତି ନୁହନ୍ତି, ସେ ବ୍ୟକ୍ତି ଶକ୍ତି ସାମର୍ଥ୍ୟ ଦେବାର ବ୍ୟକ୍ତି ଅଟନ୍ତି। ଆଉ ପବିତ୍ର ଆତ୍ମା କଥା କୁହନ୍ତି, ସେ ନିଜେ ମଧ୍ୟ କଥା କୁହନ୍ତି। ଲୋକମାନଙ୍କ ସହିତ କଥୋପକଥନ କରିବାର କ୍ଷମତା ରହିଅଛି। ପୁରାତନ ନିୟମରେ ଆମେ କଥୋପକଥନ କରିବା ବିଷୟ ଈଶ୍ୱର ଅବ୍ରାହ୍ମଙ୍କ ସହିତ କଥୋପକଥନ କରିବା ବିଷୟରେ ଜାଣିଛୁ। ଖ୍ରୀଷ୍ଟ ମନୁଷ୍ୟମାନଙ୍କ ସହିତ କଥାବାର୍ତ୍ତା ହେବା ବିଷୟ ମାନବ ଭାବରେ ଥାଇ ଆମେ କଥାବାର୍ତ୍ତା ହେବା ବିଷୟ ଅନୁଭବ କରିଛୁ। ପବିତ୍ର ଆତ୍ମା ଈଶ୍ୱର ମଧ୍ୟ କମ୍ୟୁନିକେଟ୍ କରନ୍ତି, ସେ ମଧ୍ୟ କଥାବାର୍ତ୍ତା କରିପାରନ୍ତି। ସେଥିପାଇଁ ଆମେ ତାଙ୍କୁ ଜଣେ ବ୍ୟକ୍ତି ବୋଲି ହିଁ ଗଣନା କରିବା ଆବଶ୍ୟକ। ପ୍ରେରିତ ପୁସ୍ତକ ତାର 13 ଅଧ୍ୟାୟ 2 ପଦ। ପବିତ୍ର ଆତ୍ମା ଆତ୍ମମଣ୍ଡଳୀରେ ଶିଷ୍ୟମାନଙ୍କ ସହିତ ରହୁଥିଲେ। ସେ କଥା କହୁଥିଲେ, ଜଣାଉଥିଲେ କଣ କରିବାକୁ ହେବ। ବାକି ଦଳରେ ଜଣେ ଲୋକ ଡାକୁଥିଲେ, ପବିତ୍ର ଆତ୍ମା ସେମାନଙ୍କୁ କଥା କହୁଥିଲେ ଯେ ସେମାନେ ବାକି ଦଳକୁ ଯିବେ। ପାଉଲଙ୍କ ମିଶ୍ରି ଯାତ୍ରା ମଧ୍ୟରେ ପବିତ୍ର ଆତ୍ମା ମଧ୍ୟ କଥା କହୁଥିଲେ। ଆପଣମାନେ ସମସ୍ତେ ଜାଣନ୍ତି ଇଥିଓପିଆର ନପୁଂସକ ବିଷୟ। ଫିଲିପଙ୍କ ଆତ୍ମା କଥା କହିଲେ ରଥର ସଙ୍ଗ ଧର। সেই ସ୍ଥାନରେ ଯେତେବେଳେ ସେ ରଥ ନିକଟକୁ ଯାଉଛନ୍ତି, ନପୁଂସକ ଯିଶାୟା ଭଗବତୀଙ୍କ ପୁସ୍ତକ ଅଧ୍ୟୟନ କରୁଛନ୍ତି। ତାଙ୍କୁ ପଚାରେ ଯୋଉ ପୁସ୍ତକ ପଢୁଛ ବୁଝୁଛ? ସେ କହିଲେ ମତେ କେହି ନ ବୁଝାଇଲେ ବୁଝିବି। ତାପରେ ସେ ରଥ ଉପରକୁ ଡାକି ତାଙ୍କୁ ବସେଇ ବାକ୍ୟ ଶୁଣି ଜଳ ଦୀକ୍ଷା ଦେଇଥିଲେ। ପବିତ୍ର ଆତ୍ମା ଈଶ୍ୱର କହୁଥିଲେ, ଡିସିସନ ନେଉଥିଲେ। ସେ ଭାବ ପ୍ରବଣତା ଇମୋସନ ଥିଲା। ତେଣୁ ପବିତ୍ର ଆତ୍ମା କେବଳ ଶକ୍ତି ନୁହନ୍ତି, ସେ ଜଣେ ବ୍ୟକ୍ତି ଅଟନ୍ତି। ସେ କଥା କୁହନ୍ତି ଏବଂ ସେ ଶିକ୍ଷା ମଧ୍ୟ ପ୍ରଦାନ କରନ୍ତି। He teaches also, he instructs the believers। ଆଉ ଜହନ ଲିଖିତ ସୁସମାଚାର ତାର 14 ଅଧ୍ୟାୟ 26 ପଦରେ ସେ ଶିକ୍ଷକ ଭାବରେ ଶିକ୍ଷା ମଧ୍ୟ ପ୍ରଦାନ କରନ୍ତି। ସେ ଶିକ୍ଷକ ଅଟନ୍ତି। ସେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଷୟରେ ଶିକ୍ଷା ଦେବେ। ଯାହା ଯାହା ପ୍ରଭୁ ଶ୍ରୀକୃଷ୍ଣ କହିଅଛନ୍ତି ସେ ସମସ୍ତ ବିଷୟ ସେମାନଙ୍କୁ ସ୍ମରଣ ମଧ୍ୟ କରାଇବେ। କାରଣ he instruct the believers, ବିଶ୍ୱାସୀମାନଙ୍କୁ ସେ ଶିକ୍ଷା ଦିଅନ୍ତି, ସେ ପ୍ରମାଣ ଦିଅନ୍ତି। ତାଙ୍କର କାର୍ଯ୍ୟ ଆଉ ଗୋଟେ ମଧ୍ୟ ସେ ଗାଇଡ କରନ୍ତି। ସେ ଆମମାନଙ୍କୁ ନିର୍ଦ୍ଦିଷ୍ଟ ପଥରେ ପଢ଼ାଇ ନେବା ନିମନ୍ତେ ସେ ପଥ ପ୍ରଦର୍ଶକ ସଦୃଶ ସେ ଆମମାନଙ୍କର ଲିଡ୍ କରିବାର ବ୍ୟକ୍ତି ହେଇଥାନ୍ତି। ସେ ରୋମୀୟ ପତ୍ର ତାର 8 ଅଧ୍ୟାୟ 14 ପଦ। ଅର୍ଥାତ୍ ଈଶ୍ୱରଙ୍କ ଆତ୍ମା ଚାଳିତ କରନ୍ତି। ଅର୍ଥାତ୍ ସେମାନେ ସେଗୁଡେ ପଥରେ ପଢ଼େଇ ନିଅନ୍ତି। ସେ ଜଣେ ପଥରେ ପଢ଼େଇ ନେବା ଜଣେ ଲିଡର ଅଟନ୍ତି। ବିଶ୍ୱାସୀମାନଙ୍କୁ ସେ ପଥ ପ୍ରଦର୍ଶନ କରିବା ଜଣେ ଲିଡର ଭାବରେ ସେ କାର୍ଯ୍ୟ କରନ୍ତି। ସେ କେଉଁ ପଥରେ ସେମାନଙ୍କୁ ଯିବାକୁ ହବ ତାର ଡାଇରେକ୍ସନ ସେ ପ୍ରଦାନ କରନ୍ତି। ସେ ପଥର ପ୍ରକୃତ ପଥକୁ ସେ ଇଙ୍ଗିତ କରି ସେ ପଢ଼ାଇ ନେବାର କାର୍ଯ୍ୟ କରନ୍ତି। ସେତିକି କେବଳ ନୁହଁ, ବିଶ୍ୱାସୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ସେ ପ୍ରତ୍ୟେକ ବିଶ୍ୱାସୀମାନଙ୍କ ନିମନ୍ତେ ଇଣ୍ଟରସେସନ ପ୍ରେୟର ମଧ୍ୟ ସେ କରିଥାନ୍ତି। ତେଣୁ ରୋମୀୟ ପତ୍ର ତାର 8 ଅଧ୍ୟାୟ 26 ପଦରେ ଆତ୍ମା ଆମମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ବିଷୟରେ କୁହାଯାଏ। ସେ ମନୁଷ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି। ପ୍ରାର୍ଥନା କରିବା ପାଇଁ ମଧ୍ୟ ଆତ୍ମାଙ୍କର ଆବଶ୍ୟକ ରହିଅଛି। ଈଶ୍ୱରଙ୍କ ନିକଟରେ କେଉଁ ପ୍ରକାରରେ
ଯେତେ ସଫଳ ଭାବରେ ପ୍ରାର୍ଥନା କଲେ ବି ଈଶ୍ୱରଙ୍କର ନିକଟରେ ଆମର ପ୍ରାର୍ଥନା ଜଣା ନାହିଁ। ଆମେ କି ପ୍ରକାର ପ୍ରାର୍ଥନା କରିବାକୁ ଜାଣି ନାହିଁ। ତେଣୁ ସେ ଅକଥନୀୟ ଆତ୍ମନାମରେ ଆମମାନଙ୍କ ତରଫରୁ ପ୍ରାର୍ଥନା କରନ୍ତି। କେତେ ବଡ଼ ଇମ୍ପୋର୍ଟାନ୍ସ ଗୋଟେ ବିଶ୍ୱାସୀ ଜୀବନ ମଧ୍ୟରେ ପବିତ୍ର ଆତ୍ମାଙ୍କର ଭୂମିକା ଆମେ ମନେ ରଖିବାକୁ ହେବ। ପବିତ୍ର ଆତ୍ମାଙ୍କ ଭୂମିକା ଆମମାନଙ୍କ ମଧ୍ୟରେ ସର୍ବବୃହତ୍ କାର୍ଯ୍ୟ ସାହାଯ୍ୟ କରେ। କାରଣ ଆମର ପ୍ରାର୍ଥନା ଈଶ୍ୱରଙ୍କ ପାଇଁ ଯୋଗ୍ୟ ନୁହଁ। କାରଣ ଆମେ କି ପ୍ରକାର ପ୍ରାର୍ଥନା କରାଯିବ ତାହା ଜାଣିନଥିବାରୁ ପବିତ୍ର ଆତ୍ମା ପ୍ରାର୍ଥନାରେ ସାହାଯ୍ୟ କରେ। ତେଣୁ ପବିତ୍ର ଆତ୍ମା ଗୋଟେ ବ୍ୟକ୍ତି ଅଟନ୍ତି। ସେ ଆମମାନଙ୍କର ପ୍ରାର୍ଥନା ଈଶ୍ୱରଙ୍କ ନିକଟରେ ପହଞ୍ଚାଇବାର କାର୍ଯ୍ୟ ସେ ସାଧନ କରନ୍ତି। ସେ ଅକଥନୀୟ ଆତ୍ମନାମରେ ଆମମାନଙ୍କର ମଧ୍ୟରେ ପ୍ରାର୍ଥନା କରନ୍ତି। ମଧ୍ୟ ସେ ଆଉ ପବିତ୍ର ଆତ୍ମାଙ୍କର ଆଉ ଗୋଟେ ବିଷୟ, ତାଙ୍କର ଗୋଟେ ବ୍ୟକ୍ତିତ୍ୱ ମଧ୍ୟ ରହିଅଛି। ତାହା ଆଉ ପବିତ୍ର ଆତ୍ମାଙ୍କ ବିଷୟ ସେ ତାଙ୍କ ସମ୍ମୁଖରେ କେବେ ହେଲେ ମଧ୍ୟ ମିଥ୍ୟା କୁହାଯାଇପାରିବ ନାହିଁ। ପ୍ରେରିତ ପୁସ୍ତକ ତାର 5 ଅଧ୍ୟାୟ 3। অর্থাৎ পবিত্র আত্মা ঈশ্বরଙ୍କ ସମ୍ମୁଖରେ ସବୁ ବିଷୟ ସମ୍ପୂର୍ଣ୍ଣ ଭାବରେ ସତ୍ୟତା ବିଶିଷ୍ଟ ହେବା ଆବଶ୍ୟକ ରହିଅଛି। ତେଣୁ ସେମାନେ ପବିତ୍ର ଆତ୍ମାକୁ କେହି ଠକି ପାରିବେ ନାହିଁ, କାରଣ ସେ ସମସ୍ତ ଜାଣିବା ପରମେଶ୍ୱର ଅଟନ୍ତି। ତୃତୀୟ ବିଷୟ ହେଉଛି ପବିତ୍ର ଆତ୍ମାଙ୍କର ଚିହ୍ନ ସ୍ୱରୂପ। ପବିତ୍ର ଆତ୍ମାଙ୍କର ଆଉ ନାମ ଏବଂ କାର୍ଯ୍ୟ, ପବିତ୍ର ଆତ୍ମାଙ୍କର ବ୍ୟକ୍ତିତ୍ୱ ଏବଂ ପବିତ୍ର ଆତ୍ମାଙ୍କର ଚିହ୍ନ ବିଷୟ, ତିନୋଟି ବିଷୟ ମୁଁ କହିବା ପାଇଁ କହୁଥିଲି। ତୃତୀୟ ବିଷୟ ହେଉଛି ସିମ୍ବଲ ଅଫ ହୋଲି ସ୍ପିରିଟ୍, ଅର୍ଥାତ୍ ପବିତ୍ର ଆତ୍ମାଙ୍କର ଚିହ୍ନ। ସେ ଗୋପତ ସ୍ୱରୂପେ, ଅର୍ଥାତ୍ ସେ ଗୋପତ ସ୍ୱରୂପ ଅଟନ୍ତି। ତାର ଦୁଇଟି ମିନିଂ ଅଛି। ଗୋଟେ ହେଉଛି ଶାନ୍ତିର ପ୍ରତୀକ, ଆଉ ଗୋଟେ ପବିତ୍ରତାର ପ୍ରତୀକ ଅଟନ୍ତି। ମାର୍କୋ ସୁସମାଚାର ତାର 3 ଅଧ୍ୟାୟ 16। କୋପତ ସ୍ୱରୂପୀ ବୋଲି କୁହାଯାଏ। କୋପତର ଦୁଇଟି ମିନିଂ ରହିଅଛି। ଗୋଟେ ହେଉଛି ପିସ୍ ଅର୍ଥାତ୍ ଶାନ୍ତି, ଆଉ ଗୋଟେ ହେଉଛି ପ୍ୟୁରିଟି ଅର୍ଥାତ୍ ପବିତ୍ରତାର ନିଦର୍ଶନ ଅଟନ୍ତି। ତେଣୁ କୋପତକୁ ପବିତ୍ର ଆତ୍ମାଙ୍କର ସ୍ୱରୂପ ବା ଚିହ୍ନ ଭାବରେ ବ୍ୟବହାର କରାଯାଇଛି। ଦର୍ଶାଇ ଦିଆଯାଇଅଛି କୋପତ ସ୍ୱରୂପୀ ପବିତ୍ର ଆତ୍ମା। କାରଣ କୋପତର ଯୋଉ ଶାନ୍ତି ଏବଂ ଯୋଉ ପ୍ୟୁରିଟି ରହିଅଛି ପବିତ୍ର ଆତ୍ମାଙ୍କର ନିଦର୍ଶନ ବୋଲି ତାକୁ ଗୋପତ ଭାବରେ ବର୍ଣ୍ଣନା କରାଯାଏ। ଦ୍ୱିତୀୟ ଚିହ୍ନ ସିମ୍ବଲିକାଲି, ଦ୍ୱିତୀୟ ଚିହ୍ନ ଅଗ୍ନି ଭାବରେ ତାକୁ ମଧ୍ୟ ବ୍ୟବହାର କରାଯାଏ, ଯାହା ଆଉ ପ୍ୟୁରିଫିକେସନ ଏବଂ ପାୱାର, ମାନେ ପରିଷ୍କାର କରିବାର ଶକ୍ତି ତାଙ୍କ ପାଖରେ ଥିବାରୁ, ସେ ସକ୍ଷମତା ଥିବାରୁ ପବିତ୍ର ଆତ୍ମାକୁ ଅଗ୍ନି ଭାବରେ ମଧ୍ୟ ଦର୍ଶାଇ ଦିଆଯାଇଅଛି। ପ୍ରେରିତ ପୁସ୍ତକ 2:3 ଏବଂ 4 ପଦ ଆପଣମାନେ ସମସ୍ତେ ଜାଣନ୍ତି। ଆଉ ଅଗ୍ନି ସ୍ୱରୂପ ଜିହ୍ବା ପ୍ରତ୍ୟେକଙ୍କ ବସ୍ତ୍ରରେ ଅବତରଣ କଲେ ବୋଲି ଲେଖାଅଛି। କାରଣ ଅଗ୍ନିର ଆଉ ତାର ପ୍ରକୃତ ଅର୍ଥ ରହିଅଛି ଯେ ସେ ସମ୍ପୂର୍ଣ୍ଣ ଭାବରେ ପ୍ୟୁରିଫାଏ କରିପାରିବ, ପରିଷ୍କାର କରିବାର କ୍ଷମତା ରଖିପାରିବ ଏବଂ ଶକ୍ତି ତାଙ୍କର ରହିଅଛି। ପ୍ୟୁରିଫିକେସନ ଏଣ୍ଡ ପାୱାର। ସେଥିପାଇଁ ପବିତ୍ର ଆତ୍ମାଙ୍କର ସକ୍ଷମ ଅନୁସାରେ ଅଗ୍ନିକୁ ତାର ଚିହ୍ନ ସ୍ୱରୂପେ ବର୍ଣ୍ଣନା କରାଯାଏ। ପବିତ୍ର ଆତ୍ମାକୁ କୋପତ ଏବଂ ପବିତ୍ର ଆତ୍ମାକୁ ଅଗ୍ନି ସଦୃଶ ବୋଲି ଗଣନା କରାଯାଏ। ତୃତୀୟ ଚିହ୍ନ ପବିତ୍ର ଆତ୍ମାଙ୍କ ବିଷୟରେ ପ୍ରକାଶ କରାଯାଏ। ସେ ଇନଭିଜିବଲ ପାୱାର, ଅଦୃଶ୍ୟ ଶକ୍ତି, ଅର୍ଥାତ୍ ସେ ଜଣେ ବାୟୁ ସଦୃଶ ଅଟନ୍ତି, ପବନ ସଦୃଶ ଅଟନ୍ତି, ଯାହାକୁ ଅନୁଭବ କରାଯାଇ ପାରିବ କିନ୍ତୁ କେହି ଦେଖି ନ ପାରନ୍ତି। ତାହା ଜଣ 3 ଅଧ୍ୟାୟର 8 ପଦ।
ପାୱାର ଲୋକ ତାକୁ ଅନୁଭବ କରିପାରିବେ କିନ୍ତୁ ଦୃଶ୍ୟ ଭାବରେ ତାକୁ ଦେଖିପାରିବେ ନାହିଁ କାରଣ ସେ ଅଦୃଶ୍ୟ ଶକ୍ତି ସେ ଗୋଟିଏ ପବନ ସହିତ ତୁଳନା କରାଯାଏ। ରୁଆ ବୋଲି ଗ୍ରୀକ ଶବ୍ଦ ବ୍ୟବହାର କରାଯାଏ ବାୟୁ ସହିତ ଅଦୃଶ୍ୟ ବାୟୁ ବୋଲି ତାକୁ ବର୍ଣ୍ଣନା କରାଯାଏ। ଆଉ ଗୋଟିଏ ପବିତ୍ର ଆତ୍ମାଙ୍କର ଆଉ ଗୋଟିଏ ବିଷୟକୁ ତୈଳକୁ ମଧ୍ୟ ପବିତ୍ର ଆତ୍ମାଙ୍କ ନିଦର୍ଶନ ବୋଲି କୁହାଯାଏ। ସିମ୍ବଲିକାଲି ପବିତ୍ର ଆତ୍ମାକୁ ତୈଳର ନିଦର୍ଶନ ବୋଲି କୁହାଯାଏ ଯେହେତୁ ସେ ଅଭିଷିକ୍ତ କାର୍ଯ୍ୟ ସାଧନ କରନ୍ତି। ଅନଏଣ୍ଟିଂ କାର୍ଯ୍ୟ ତାଙ୍କର ରହିଅଛି। ତେଣୁ ଲୁକ 4:18 ଆତ୍ମା ତାଙ୍କଠାରୁ ଅଧିଷ୍ଠିତ ହୋଇଛନ୍ତି ଏବଂ ସେ ଅଭିଷେକ କରିଅଛନ୍ତି। ପବିତ୍ର ଆତ୍ମା ଅଭିଷେକର କାର୍ଯ୍ୟ ସେ କରନ୍ତି ଏବଂ ତାଙ୍କର ଅଭିଷେକ ପରେ ଗୋଟେ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ପ୍ରାରମ୍ଭ କରିବା ନିମନ୍ତେ କ୍ଷମତା ସେ ପ୍ରଦାନ କରିବାର ସକ୍ଷମ ରଖିଅଛନ୍ତି। ତେଣୁ ସେ ଅଦୃଶ୍ୟ ଶକ୍ତି ଏବଂ ସେ ଅଭିଷେକ କାର୍ଯ୍ୟ ସମ୍ପନ୍ନ କରୁଥିବା ଜଣେ ବ୍ୟକ୍ତି ବୋଲି ମଧ୍ୟ ଗଣିତ ଅଟନ୍ତି। ପ୍ରଥମ ଯୋହନ ତାର 2:20 ପବିତ୍ର ଆତ୍ମା ଅଭିଷେକ ଦେଉଥିବା ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି ତାହା ଧର୍ମଶାସ୍ତ୍ର ପ୍ରକାଶ କରେ। ଅର୍ଥାତ୍ ପବିତ୍ର ଆତ୍ମା ଈଶ୍ୱର ସେ ପବିତ୍ର ବ୍ୟକ୍ତି ଅଟନ୍ତି ଏବଂ ସେ ଅଭିଷେକ ପ୍ରଦାନ କରି ତାଙ୍କ ସେବା କାର୍ଯ୍ୟରେ ସେ ବ୍ୟବହାର କରିବା କରନ୍ତି। ତେଣୁ ତୈଳକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଅଭିଷେକ କରାଯାଉଥିବାରୁ ତାର ପବିତ୍ର ଆତ୍ମାକୁ ତୈଳ ପବିତ୍ର ଆତ୍ମାର ନିଦର୍ଶନ ବୋଲି ମଧ୍ୟ କୁହାଯାଏ। ପବିତ୍ର ଆତ୍ମାକୁ ଜଳ ବୋଲି ମଧ୍ୟ କରାଯାଏ କାରଣ ତାହା ଆମମାନଙ୍କୁ ରିଫ୍ରେଶ କରିବା ପାଇଁ ଏବଂ ପରିଷ୍କାର କରିବାର କାର୍ଯ୍ୟ ମଧ୍ୟ ସାଧନ କରେ। ତେଣୁ ଯୋହନ ତାର 7:38 ଏବଂ 39 ପଦରେ ପବିତ୍ର ଆତ୍ମା ପରିଷ୍କାର ଅଟନ୍ତି। आत्मा प्रदत्त विषय उल्लेख कराଯାଏ ମହିମା ପ୍ରାପ୍ତ ନଥିବାରୁ। ତେବେ ଜାଣି ହଉ ପବିତ୍ର ଆତ୍ମା ଯେଉଁମାନେ ପାଇବା ପାଇଁ ଯାଉଅଛନ୍ତି ସେମାନଙ୍କର ବିଷୟରେ ପ୍ରକାଶ କରାଯାଉଅଛି ଯେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ପରିଷ୍କୃତ କରିବେ। ସେମାନଙ୍କୁ ତାର 38 ପଦରେ ଲେଖାଯାଏ ଯେ ବିଶ୍ୱାସ କରି ଧର୍ମଶାସ୍ତ୍ରର ପ୍ରମାଣେ ତାହା ଅନ୍ତରରୁ ଜୀବନ୍ତ ଜଳ ସ୍ରୋତ ପ୍ରବାହିତ ହେବ। ଅର୍ଥାତ୍ ଗୋଟେ ରିଫ୍ରେସିଂ ସେମାନଙ୍କୁ କରାଯିବ, ସେମାନଙ୍କୁ ପବିତ୍ର କରାଯିବ, ପରିଷ୍କାର କରାଯିବ। ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଗୁଡ଼ାକ ସିମ୍ବଲିକାଲି ସେ ଯେଉଁ ସମସ୍ତ କାର୍ଯ୍ୟ କରନ୍ତି ତାର ଚିହ୍ନ ସ୍ୱରୂପେ ପର୍ବତ ଏବଂ ଅଗ୍ନି, ବାୟୁ ଏବଂ ତୈଳ ଓ ଜଳ ଏ ସମସ୍ତ ପବିତ୍ର ଆତ୍ମାଙ୍କର ନିଦର୍ଶନ ବୋଲି କୁହାଯାଉଛି। କାରଣ ସେମାନଙ୍କର କାର୍ଯ୍ୟ କରିବାର କ୍ଷମତା ଏବଂ ପବିତ୍ର ଆତ୍ମାଙ୍କର କାର୍ଯ୍ୟ କରିବାର କ୍ଷମତା ସମଭାବ ନଥିବାରୁ ପବିତ୍ର ଆତ୍ମା ଏ ସମସ୍ତର ପ୍ରତୀକ ଭାବରେ ବର୍ଣ୍ଣନା କରାଯାଇଅଛି। ଯେ ପବିତ୍ର ଆତ୍ମା ଗୋଟିଏ ବିଷୟ ମାନେ ମନେ ରଖିବା ଦରକାର, ସେ ଜଣେ ବ୍ୟକ୍ତି ଅଟନ୍ତି। ତାଙ୍କର ଜଣେ ମାନବ ବ୍ୟକ୍ତିର ଯେଉଁ ସମସ୍ତ ପ୍ରକାର ଅଙ୍ଗଭଙ୍ଗୀ ରହିଅଛି ପବିତ୍ର ଆତ୍ମାଙ୍କର ସମସ୍ତ ଅଙ୍ଗଭଙ୍ଗୀ ରହିଅଛି। ତେଣୁ ସେ ସମ୍ପୂର୍ଣ୍ଣ ଜଣେ ବ୍ୟକ୍ତି ବିଶେଷ ହୋଇ ସମସ୍ତ କାର୍ଯ୍ୟ ସାଧନ କରନ୍ତି। ତାଙ୍କର ଆଟ୍ରିବ୍ୟୁଟ୍ସ ରହିଅଛି, ନାମ ରହିଅଛି, କର୍ମ ରହିଅଛି ଏବଂ ତାଙ୍କର ଚିହ୍ନ ରହିଅଛି। ସେ କେଉଁ ମାଧ୍ୟମରେ କାର୍ଯ୍ୟ କରନ୍ତି, କି ପ୍ରକାର ଭାବରେ କାର୍ଯ୍ୟ କରନ୍ତି। ତେଣୁ କେତେକ ବସ୍ତୁ ସହିତ ତାଙ୍କୁ ନିଦର୍ଶନ ଭାବରେ ରଖାଯାଇଅଛି। ତେଣୁ ପବିତ୍ର ଆତ୍ମା ଈଶ୍ୱର ପ୍ରତ୍ୟେକ ବିଶ୍ୱାସ ମାନଙ୍କର ମତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ତେଣୁ
ପବିତ୍ର ଆତ୍ମା ଈଶ୍ୱରଙ୍କ ବିହୁରେ ଆମମାନେ ଈଶ୍ୱର ବା ଖ୍ରୀଷ୍ଟଙ୍କ ନିମନ୍ତେ ପ୍ରସ୍ତୁତ ହେବା ଅସମ୍ଭବ। ତେଣୁ ପବିତ୍ର ଆତ୍ମାକୁ ନିଜେ ଗ୍ରହଣ କଲେ ଯାଇ ଆମମାନେ ଈଶ୍ୱରଙ୍କ ନିମନ୍ତେ ବା ଖ୍ରୀଷ୍ଟଙ୍କ ନିମନ୍ତେ ପ୍ରସ୍ତୁତ ହୋଇପାରିବା। ମନେ ରଖନ୍ତୁ, ଆଉ ସମୟ ନାହିଁ, ଅଳ୍ପ ସମୟ ଆମ ପାଇଁ ଜଗତ ମଧ୍ୟରେ ରହିଅଛି। ଏ ପ୍ରକାର ସୂର୍ଯ୍ୟ ଉଦୟ ହେଉଥିବ, ଅସ୍ତ ହେଉଥିବ, ଦିନ ଆସୁଥିବ, ବାର ଆସୁଥିବ, ମାସ ଆସୁଥିବ, ତାରିଖ ଆସୁଥିବ, ବେଶୀ ଭାବକୁ ନାହିଁ। ସମୟ ସଠିକ ଖ୍ରୀଷ୍ଟଙ୍କ ନିକଟକୁ ଯିବା ପାଇଁ ପ୍ରସ୍ତୁତ ହେବା ସମୟରେ ପବିତ୍ର ଆତ୍ମାଙ୍କ ଆବଶ୍ୟକ ରହିଛି। ବର୍ତ୍ତମାନ ଭ୍ରାନ୍ତ ହେବାର ସମୟ, ବର୍ତ୍ତମାନ ବିନାଶ ହେବାର ସମୟ, ବର୍ତ୍ତମାନ ବିପରୀତ ଦିଗକୁ ଯିବାର ସମୟ। ମନେ ରଖନ୍ତୁ, ପବିତ୍ର ଆତ୍ମା ନଥିଲେ ପଥ ହୁଡ଼ି ନିତାନ୍ତ ଭାବରେ ବିପଦକୁ ଯିବାର ସମ୍ଭାବନା ଯଥେଷ୍ଟ ରହିଅଛି। କାରଣ କାଳ ସମୟ ଅତି ନିକଟ। ମୋର ପ୍ରଭୁଙ୍କ ଲୋକମାନେ ମନେ ରଖନ୍ତୁ, ସମୟ ଦିଆଯାଇ ନପାରେ, କିନ୍ତୁ ବେଳ ମଧ୍ୟ ବେଶୀ ନାହିଁ। ତେଣୁ ପ୍ରସ୍ତୁତ ହେବା ପାଇଁ ହେଲେ ପବିତ୍ର ଆତ୍ମା ନିତାନ୍ତ ଆବଶ୍ୟକ। ଆମମାନଙ୍କର ପଥ ଚଳନ ଭୁଲ ହେଇପାରେ, କିନ୍ତୁ ପବିତ୍ର ଆତ୍ମା ଯଦି ଆମମାନଙ୍କର ପଥ ପ୍ରଦର୍ଶନ କରନ୍ତି, ଆମେ ଝୁঁକି କରିବା ନାହିଁ। ତେଣୁ ଆସୁ ସମସ୍ତ ପ୍ରତିକୂଳ ବାହାରୁ ଥିବା ବେଳେ ସମସ୍ତ ପ୍ରକାର ଆଉ ଖ୍ରୀଷ୍ଟଙ୍କ ଠାରୁ ବିଚ୍ଛିନ୍ନ ହେବା ନିମନ୍ତେ ଅନେକ ପ୍ରକାର କାର୍ଯ୍ୟ ଗୁଡ଼ାକ ବାହାରୁ ଥିବା ବେଳେ ସତର୍କ ରହିଲେ ଆମମାନଙ୍କର ବିନାଶ ସୁନିଶ୍ଚିତ। 100 ବର୍ଷର ଖ୍ରୀଷ୍ଟିଆନ ବଡ଼ ବିଷୟ ନୁହଁ, କିନ୍ତୁ ଖ୍ରୀଷ୍ଟଙ୍କ ସହିତ ଆତ୍ମାଙ୍କ ସହିତ ଯଦି ଆମମାନଙ୍କର ଜୀବନ ଅତିବାହିତ ନାହିଁ, ତାହେଲେ ଆମମାନଙ୍କ ପାଇଁ ବହୁ ଅଳ୍ପ ସମୟ ରହିଅଛି। ମନେ ରଖୁ, ନିଜେ ନିଜକୁ ପ୍ରସ୍ତୁତ କରୁ, ଆତ୍ମାଙ୍କ ଦ୍ୱାରା ପ୍ରସ୍ତୁତ ହେଉ, ତେବେ ଆମମାନଙ୍କର ସୁରକ୍ଷା ରହିଅଛି। ସେ ବ୍ୟକ୍ତି ଅଟନ୍ତି, ଆମ ସହିତ ଅଛନ୍ତି। ଆମେ ତାଙ୍କୁ ଯଦି ଆମେ ଗ୍ରହଣ କରିପାରିଅଛୁ, ବୁଝିପାରିଅଛୁ, ଜାଣିପାରିଅଛୁ, ତାହେଲେ ଆମମାନଙ୍କର ଜୀବନ ସାର୍ଥକ ହେବ। ପ୍ରଭୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମମାନଙ୍କୁ ଏ ଜଗତରୁ ତାଙ୍କ ସ୍ୱର୍ଗରାଜ୍ୟ ପର୍ଯ୍ୟନ୍ତ ନେବା ନିମନ୍ତେ ପଥ ପ୍ରଦର୍ଶକ ଭାବରେ ତାଙ୍କୁ ବ୍ୟବହାର କରୁଛନ୍ତି। ତେଣୁ ପବିତ୍ର ଆତ୍ମା ଈଶ୍ୱରକୁ ଗ୍ରହଣ କରିବା ପାଇଁ ଆମେ ତ୍ରୁଟି ନ କରୁ। ପ୍ରଭୁ ଆମ ସମସ୍ତଙ୍କୁ ଏବେ ଟିକସ କରି ପବିତ୍ର ଆତ୍ମାଙ୍କ ଦ୍ୱାରା ଦୃଢ଼ରେ ରହିବା ପାଇଁ ଅନୁରୋଧ କରନ୍ତୁ। ପ୍ରାର୍ଥନା କରୁ। ସଚିତା, ତୁମ ପବିତ୍ର ମହାନାମର ଧନ୍ୟବାଦ କରୁଛୁ। ତୁମେ ଆମମାନଙ୍କୁ ଅନୁଗ୍ରହ କରିଅଛ, ଆତ୍ମାକୁ ଆମମାନଙ୍କ ନିକଟକୁ ଦେଇଅଛ। ଦୟା କର ପ୍ରଭୁ, ତୁମରି ସ୍ୱର୍ଗୀୟ ପବିତ୍ର ଆତ୍ମାଙ୍କର ଶାନ୍ତିରେ ସନ୍ତିଯୁକ୍ତ ହେବା ପାଇଁ ଜଗତର ସମସ୍ତ ପ୍ରତିକୂଳ ଶକ୍ତି ପ୍ରଭୁ ତୁମ ନିମନ୍ତେ ପ୍ରସ୍ତୁତ ହେବା ପାଇଁ ସ୍ୱର୍ଗର ପ୍ରତୀକ ହେବା ପାଇଁ ଅନୁଗ୍ରହ